ଦେଖନ୍ତୁ ସାଙ୍ଗମାନେ ମୁଁ କ'ଣ ଦିନ ବେଳା ଖାଉଛି ଦେଖନ୍ତୁ ଗରମ ଭାତ ଇଏ ଦେଖନ୍ତୁ ଆମ୍ବ ଚଟଣି କେତେ ସୁନ୍ଦର ଲାଲ ଦେଖାଯାଉଛି ଏଥିରେ ଦିଆହେଇଛି କଞ୍ଚା ଆମ୍ବ ଶୁଖିଲା ଲଙ୍କା ପିଆଜ ଆଉ ଲୁଣ ଦେଇ ତାକୁ ଚିନି ହାଲକା ଦେଇକି ଗ୍ରାଇଣ୍ଡିଙ୍ଗ କରାହେଇଛି। ଆଉ ଦେଖନ୍ତୁ ଇଏ ମିଲମିକର ଆଳୁ ଝୋଳ କେତେ ସୁନ୍ଦର ଲାଲ ଦେଖାଯାଉଛି ବିନା ମସଲାରେ ଇଏ ହେଇଛି ତେଲ ଲୁଣ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଆଉ କ'ଣ ବିନା ମସଲାରେ ଏମିତି ହେଇଛି ଟମାଟୋ ପକାଇ ଏମିତି ହେଇଛି ମିଲମିକର ଆଳୁ ଝୋଳ ମିଲମିକରକୁ ଟିକେ ଭଜା ହେଇଯାଇଛି ତାପରେ ତାକୁ ଆଳୁରେ କଷେଇକି କରାହେଇଛି ବିନା ମସଲାରେ। ଆଉ ଦେଖନ୍ତୁ ଇଏ ହେଉଛି ମୁଗ ଡାଲମା ଏଥିରେ ପଡ଼ିଛି ଆଳୁ ପାଚିଲା ଟମାଟୋ ଆଉ ଏଥିରେ ପଡ଼ିଛି କ'ଣ କି ବାଇଗଣ ଆପଣଙ୍କର ହେଉଛି କଖାରୁ ଆଉ ଇଏ ମୁଗ ଡାଲିକି ଟିକେ ଭାଜିକି ତାକୁ ଫଳ ପକାଇକି ଏମିତି ହେଇଛି ତିଆରି। ଆଉ ଇଏ ଦେଖନ୍ତୁ ପାଚିଲା ଆମ୍ବ। ଆଉ କେମିତି ଖାଇବା ହେଇଛି ପ୍ଲିଜ୍ ଟିକେ କମେଣ୍ଟ କରିବେ ଲାଇକ୍ କରିବେ ସେୟାର କରିବେ ଆଉ ଭଲ ଲାଗିଲେ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ। ଆଉ ଚାଲନ୍ତୁ କାଲିକି ପୁଣି ଗୋଟିଏ ନୂଆ ଖାଇବା ଭିଡ଼ିଓ ନେଇ ଆପଣମାନଙ୍କ ସାମ୍ନାକୁ ଆସିବି ସେ ପର୍ଯ୍ୟନ୍ତ ରହୁଛି। ଦେଖନ୍ତୁ ଭଲସେ ଆଉ ଥରେ ଦେଖି ନିଅନ୍ତୁ ଦେଖନ୍ତୁ ଭଲସେ ଦେଖନ୍ତୁ କେମିତି ଖାଇବା ହେଇଛି।